ଆମ ଗ୍ରାମ ପଞ୍ଚାୟତର ସ୍ୱାମୀ ସେବା ପ୍ରତିନିଧି ରବୀନ୍ଦ୍ର ଗୌଡ଼। ଆଜିର ଆମର ଗ୍ରାମ ପଞ୍ଚାୟତରେ ଯେଉଁ ଜନଶୁଣାଣି କାର୍ଯ୍ୟକ୍ରମ ଚାଲିଛି ଏଥିରେ ଆମର ବିଡ଼ିଓ ମ୍ୟାଡ଼ାମ୍ ଏବଂ ତହସିଲଦାର ସାର୍ ଏବଂ ଏବିଡ଼ିଓ ସାର୍ ଏବଂ ଆମର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ସମସ୍ତ ପଦାଧିକାରୀମାନେ ଏଥିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଏଥିରେ ଜନଶୁଣାଣି କାର୍ଯ୍ୟକ୍ରମ ଚାଲୁଅଛି। ସମସ୍ତଙ୍କ ଅଭିଯୋଗ ଯାହା ଅଛି ସାର୍ମାନେ ସମସ୍ତେ ଦେଖୁଛନ୍ତି। ଅଭିଯୋଗ ସମସ୍ତଙ୍କର ଅଭିଯୋଗ ଯାହା ମତ ସାର୍ ମତାମତ ନେଇ ମାନେ ତାଙ୍କର ଦେଖିକିରି ସେମାନେ ଯାହା ଯେତେବେଳେ ଆବଶ୍ୟକ ସେଥିରେ ସାର୍ମାନେ ସହଯୋଗ କରିବେ। ସାଧାରଣତଃ କେଉଁ ଲୋକର ରାସନ କାର୍ଡ଼, କାହାର ଇନ୍ଦିରା ଘର ଆବାସ ଘର, ଆଉ କୌଣସି ଲୋକଙ୍କର ବାର୍ଦ୍ଧକ୍ୟ ଭତ୍ତା, ବିଭିନ୍ନ ସମସ୍ୟା କୌଣସି ଲାଇନ୍ ଡିପାର୍ଟମେଣ୍ଟ ମଧ୍ୟ କାହାର ଇଲେକ୍ଟ୍ରିକ୍ ମଧ୍ୟ ଅସୁବିଧା ଅଛି ସେଥିରେ ମଧ୍ୟ ଅଭିଯୋଗ ଶୁଣାଯାଉଛି। ସେଥିରେ ଶୁଣିକରି ସାର୍ ତା ଉପରେ ସାର୍ ପଦକ୍ଷେପ ନେଇପାରିବେ। ସାର୍ ପିତୋଷ ପ୍ରଧାନ ଏକ୍ସ ସରପଞ୍ଚ ଧଳପୁର ଗ୍ରାମ ପଞ୍ଚାୟତ। ଶୁଣାଣି ବହୁତ ଲୋକ ବି ଆସନ୍ତି, ସାର୍ମାନେ ଆସନ୍ତି, ବିଭିନ୍ନ ପ୍ରକାର ସମସ୍ୟା ନେଇ ସମସ୍ତେ ଅଭିଯୋଗ କରୁଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଠାରୁ ଜମି ପଟ୍ଟା ପର୍ଯ୍ୟନ୍ତ ଏବଂ ରେସନ କାର୍ଡ଼ ମଧ୍ୟ କେତେବେଳେ କଟିଯାଇଛି, ଆଉ ଯେଉଁମାନଙ୍କର ଜବ୍ କାର୍ଡ଼ କଟିଯାଇଛି ସେମାନେ ବି ଆସିକି ଆପ୍ଲାଏ କରିଛନ୍ତି। ଆଶା କରୁଛୁ ଯେତିକି ଆପ୍ଲାଏ ହେଇଛି କିଛି ନା କିଛି ଗୋଟେ ସହଯୋଗ ଭାବରେ ସାର୍ ସହଯୋଗ କଲେ କାର୍ଯ୍ୟକାରୀ ଲୋକ ଆଶାନେ ଆସିଛନ୍ତି, କିନ୍ତୁ କେତେ ଧର ସହଯୋଗ କରି ଅଫିସର ତାଙ୍କ ଉପରେ ଭରସା। ସମସ୍ତଙ୍କୁ ନମସ୍କାର। ଆଜି ଆମର ପଞ୍ଚାୟତ ସ୍ତରୀୟ ଯୋଉଟା ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଛି ଧବଳପୁର ଗ୍ରାମ ପଞ୍ଚାୟତରେ। ବର୍ତ୍ତମାନ ସୁଦ୍ଧା ଆମର ପାଖାପାଖି 30ଟା ଖଣ୍ଡେ କ୍ଲିୟରାନ୍ସ ଆମେ ରିସିଭ୍ କରିଛୁ ସାରିଲୁଣି। ତାକୁ ପ୍ରୋସେସିଂ ଚାଲିଛି। ଲୋକଙ୍କର ଯେମିତି ଏଇଟା ସରକାରଙ୍କର ଏଇ ଲକ୍ଷ୍ୟ କି ଯେମିତି ଲୋକ ଆମ ପାଖକୁ ନ ଯାଇକି ଆମେ ଲୋକଙ୍କ ପାଖକୁ ଯାଇପାରିବୁ, ସରକାର ଯେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବେ ସେଇ ପଦକ୍ଷେପ ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଇଟା ଅନୁଷ୍ଠିତ ହେଉଛି। ଏଇଟା ସବୁ ଡିଷ୍ଟ୍ରିକ୍ଟରେ ବୋଧେ ହଉନଥିବ, କିନ୍ତୁ ଆମ ଜିଲ୍ଲାପାଳ ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଏଇଟା ଆମେ ସବୁ ଗଞ୍ଜାମ ଜିଲ୍ଲାର ସବୁ ବ୍ଲକରେ ଆଉ ଗ୍ରାମ ପଞ୍ଚାୟତ ଲେଭେଲ ଗ୍ରିଭାନ୍ସ ଅନୁଷ୍ଠିତ।